ଆପଣମାନେ ଶୁଣିବାକୁ ଯାଉଛନ୍ତି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ ସ୍ୱଳ୍ପ ଭାଗ 2 ପଢ଼ି ଶୁଣାଉଛନ୍ତି ମୋହନ ମଜିଠିଆ। ଗଳ୍ପର ନାମ ଅଜାନାତି କଥା, ସତ୍ୟ ଘଟଣାମୂଳକ। ଅଜା ରାମ ଦ୍ୱିବେଦୀଏ। ଆରେ ଗଣି, ଆମ ଜମିର ରୋଡ୍ ସେସ୍ ଟଙ୍କା ଦାଖଲ କରିବା ଲାଗି କଚେରୀକୁ ଯାଇଥିଲି। କାଲି ସଞ୍ଜବେଳେ ଘରକୁ ଫେରିଆସିଛି। ଆମ ମୁକ୍ତାର ରାମ ମିଶ୍ରେ ଆଉ 2-4 ଜଣ ଓକିଲଙ୍କୁ ପଚାରିଲି, କାହିଁ କେହି ତ ସେ ମକଦ୍ଦମା କଥା ଶୁଣିଥିବାର କହିଲେ ନାହିଁ। ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖାହେଲା। ଯାହାକୁ ପଚାରିଲି ସମସ୍ତେ କହିଲେ, ପୁରୀରେ ଏ କଥା ଶୁଣା ନାହିଁ। ଏ କେମିତିକା କଥାରେ? ନାତି ଗଣପତି: କେଉଁ ମକଦ୍ଦମା କଥା ଅଜା? ଅଜା: ଆରେ ତୁ ସେଦିନ ପରା ଗେଜେଟ୍ରେ ପଢ଼ି ଶୁଣାଉଥିଲୁ, ଗୋଟିଏ ମାଇକିନିଆ, ଗୋଟିଏ ପୁରୁଷ, 2 ଜଣ ଚୋର ଚୋରଣୀ ମୌନା ମୌନି ବାବାଜୀ ସାଜି ଖଣ୍ଡଗିରିର ଗୋଟାଏ ଗୁହା ଭିତରେ ବସି ମିଛରେ ତପସ୍ୟା କରୁଥିଲେ। ପୁଲିସ ସେମାନଙ୍କୁ ଚାଲାଣ ଦେଲା। ମ୍ୟାଜିଷ୍ଟ୍ରେଟ ସାହେବ 2 ବର୍ଷ ମିଆଦ ଦେଲେ। ଗଣପତି: ହୋ ହୋ ହୋ, ଏଇ କଥା? ନାହିଁ ନାହିଁ ଅଜା, ସେଇଟା ଗେଜେଟ୍ ନୁହଁ, ସେଇଟା ସାହିତ୍ୟ ମାସିକ ପତ୍ରିକା। ସେଥିରେ ମୌନା ମୌନି ବୋଲି ଗୋଟିଏ ଗଳ୍ପ ଲେଖାଥିଲା, ସେଇଟା ପଢ଼ି ଶୁଣାଉଥିଲି। ଅଜା: ଆରେ ଗେଜେଟ୍ରେ କ'ଣ ମିଛ କଥା ଲେଖା ହୁଏ? ସେଗୁଡ଼ାକ ତୁ କ୍ୟାଁ ପଢ଼ୁ? ମଲା ଯା, ମୁଁ ଜାଣିଥିଲି ସରକାରରୁ ଯେତେ ଛାପା ଗେଜେଟ୍ ଆସେ ସେଥିରେ ସବୁ ସତ କଥା ଲେଖାଥାଏ। ତେବେ ଏଇଭଳି ମିଛ କଥା ଗୁଡ଼ାଏ ଥାଏ, ସେଗୁଡ଼ାକୁ ତୁ କ୍ୟାଁ ପଢ଼ୁ ରେ? ତୁମ ସ୍କୁଲରେ କ'ଣ ଏଇ ମିଛ କଥା ଗୁଡ଼ାକ ପଢ଼ା ହୁଏ? ହବ ନାହିଁ, ମ୍ଳେଚ୍ଛ ପାଠ ତ। ଗଣପତି: ନାଇଁ ଅଜା, ସେଗୁଡ଼ାକ ମିଛ ନୁହେଁ। ମନୁଷ୍ୟ କେତେ ରକମ କାର୍ଯ୍ୟ କରିପାରେ, କଥା ଛଳରେ ସେହି ଚରିତ୍ର ବର୍ଣ୍ଣନା କରାଯାଇଛି। ଅଜା: କ୍ୟାଁ? ମିଛ କଥା ଗୁଡ଼ାଏ ଲେଖି ବର୍ଣ୍ଣନା କରିବା ଦରକାର କ'ଣ? ପଢ଼ିଲୁ, ଆମର ଏତେ ପୁରାଣ ଅଛି, ପଦେ ମିଛ ପାଇବୁ କି? ଗଣପତି: ଆଚ୍ଛା, ସେ କଥା ପଛେ ହେବ। ଆଉ କଥା ହେଉ ଅଜା, ଏଇ କାନ୍ଥବାଡ଼ରେ କି ଚିତ୍ର, କ'ଣ ଲେଖା ହୋଇଛି? ଅଜା: ଆରେ ଏତିକି ବୁଝିପାରୁନାହୁଁ? ତ ଆଇ ଗେରୁ, ହରତାଳ କଳା ରଙ୍ଗ, ନଡ଼ିଆ ସଢ଼େଇରେ ଗୋଳେଇ କନା ତୁଳିରେ ଏସବୁ ଚିତ୍ର କରିଛି। ସେ ଖୁବ୍ ଚିତ୍ର କରି ଜାଣେ। ଏଇ ଦେଖ, ଏଇଟା ହେଲା କଦମ୍ବ ଗଛ, ଫୁଲ ଫୁଟିଛି, ତା ମୂଳରେ ଶ୍ରୀକୃଷ୍ଣ ରାଧିକା ଯୁଗଳ ମୂର୍ତ୍ତି ଛିଡ଼ା ହୋଇଛନ୍ତି। ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି। ଗଣପତି: କାହିଁ ଅଜା, ବଇଁଶୀ ତ ଶୁଭୁ ନାହିଁ? ଅଜା: ହୋ ହୋ ହୋ, ତୁ କିମିତିକା ଓଲା ଟୋକାଟାରେ, ହବ ନାହିଁ କ୍ୟାଁ? ମ୍ଳେଚ୍ଛ ପାଠ ପଢ଼ି ତୁମମାନଙ୍କ ବୁଦ୍ଧି ବିଗିଡ଼ି ଯାଇଛି। ଆରେ ଏ କ'ଣ ସତକୁ ସତ ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି? ଏଇ ହେଲା ଛବି। ଗଣପତି: ତେବେ ସତ କୃଷ୍ଣ ନୁହେଁ, ମିଛ କୃଷ୍ଣ କହ। ଅଜା ଟିକିଏ ଖପା ହୋଇ ତେଜରେ: ଏ ରାମ ରାମ ରାମ, ମିଛ କୃଷ୍ଣ କ'ଣ ରେ? ଏ ହେଲା କୃଷ୍ଣଙ୍କ ଚିତ୍ର। ଗଣପତି: ତେବେ ଅଜା ଶୁଣନ୍ତୁ, କଥା କ'ଣ କି, ଚିତ୍ରବିଦ୍ୟା ଗୋଟିଏ ଲଳିତ କଳା। ସେ 2 ରକମ। ଗୋଟିଏ ଚିତ୍ର ବାହାରର ଜଡ଼ ଦେହରେ, ଆଉ ଗୋଟିଏ ମାନସିକ କ୍ରିୟାର। ଆଚ୍ଛା, ଆପଣଙ୍କ ବୁଝିବା ପାଇଁ ମୁଁ ଗୋଟିଏ କଥାରେ କହେ। ଗୋଟିଏ ଆଧିଭୌତିକ ଚିତ୍ର, ଆଉ ଗୋଟିଏ ଆଧ୍ୟାତ୍ମିକ ଚିତ୍ର। ଚିତ୍ରକର ଯେ ସେ ତୁଳି ଗୋଟାଏ ଧରି ମନୁଷ୍ୟ ଶରୀର ଚିତ୍ର କରେ। କବି କ'ଣ କରେ କି, ମନୁଷ୍ୟ ମନର ଗତି, କାର୍ଯ୍ୟପ୍ରଣାଳୀ, କ୍ରିୟା ଇତ୍ୟାଦି କଲମରେ ଲେଖେ। ଏଇଟାକୁ ମାନସିକ ଚିତ୍ର ବୋଲାଯାଇପାରେ। ଲୋକଶିକ୍ଷା ପାଇଁ କିମ୍ବା ଲୋକନେତ୍ର ରଞ୍ଜନ ପାଇଁ କବି ଆଉ ଚିତ୍ରକରମାନେ ଏହିପରି ଚିତ୍ର କରିଥାନ୍ତି। ଅଜା: ଆଚ୍ଛା, ଆମ ପୂର୍ବ ମହର୍ଷିମାନେ ଲୋକଶିକ୍ଷା ପାଇଁ ଏତେ ପୁରାଣ ଗ୍ରନ୍ଥ ରଚନା କଲେ, ଗୋଟିଏ ହେଲେ ତ ମିଛ କଥା ଲେଖି ନାହାନ୍ତି। ଜ୍ଞାନ ପାଇଁ ସେସବୁକୁ ପଢ଼, ଏପରି ମିଛ କଥାଗୁଡ଼ାକ କ୍ୟାଁ ପଢ଼ିବ? ଗଣପତି: ଆଚ୍ଛା ଅଜା, ମୁଁ ଯାହା କହୁଛି ଧୀରେ ହୋଇ ଶୁଣନ୍ତୁ, ଖପା ହୋଇଯିବେ ନାହିଁଟି? ଆପଣ ତ ମହାଭାରତ ବନପର୍ବରେ ପଢ଼ିଥିବେ। ଅଜଗର ସାପଟାଏ ଭୀମସେନଙ୍କୁ ଗିଳିବ ବୋଲି ଖୁବ୍ ଆଣ୍ଟ କରି ଧଇଲା। ଭୀମ ଭାରି ବଳୁଆ କିନା, ପଳେଇ ଯିବା ପାଇଁ ଖୁବ୍ ଗୋଡ଼ାଏ ଟଣାଓଟରା କଲେ। ସାପ ତ ନ ଛାଡ଼େ। ତା ବାଦ ଭୀମ ଢେର ରକମ କଥା କହି ନେହୁରା ହେଲେ। ଅଜଗରକୁ ଦାତାରାମ ଏତେ ଦିନ ଭୋକିଲା ପଡ଼ିଥିଲା, ଆଜି ମୋଟା ମଣିଷଟାଏ ପାଇଛି, ସେ କି ଛାଡ଼େ? ଏତିକି ବେଳେ ଯୁଧିଷ୍ଠିର ପହଞ୍ଚିଲେ। ଅଜଗର ଯୁଧିଷ୍ଠିର ଭିତରେ ଢେର କଥାଭାଷା ଚଳିଲା। ଆଚ୍ଛା ଅଜା, ଅଜଗର ସାପ... Sample complete. Ready to continue?